ଓହୋ କି ବର୍ଷା ମଣିଷ ବଞ୍ଚିଗଲା। ଏ ଯୋଗଣିକା ମେଘଟା କି ଘଡ଼ଘଡ଼ି ମାରୁଛି ନା, ଭୟରେ ମୋ ଛାତିଟା ଖାଲି ଗୁରୁଗୁରୁ ହେଇଯାଉଛି। ବାପରେ ବାପ, କି ଶୀତ! କୋଉଠି ଥିଲା କେ ଜାଣି ଏ ଥଣ୍ଡା ହାୱାଟା? ଏ କପିଳାସ ପାହାଡ଼ରେ ଆସି ମୌସୁମୀ ଜଳଟା ପିଟି ହେଇଗଲା କି? ଇଏ ଥଣ୍ଡା ପାଗୁ ଯଦି ଟିକେ ହିଟ୍ ଜିନିଷ ହୁଅନ୍ତା, ଦେହଟା ପୁରା ପୁରି ଡିଙ୍ଗ ଡାଙ୍ଗ ହେଇଯାନ୍ତା। ଡିଙ୍ଗ ଡାଙ୍ଗ ଡିଙ୍ଗ ଡାଙ୍ଗ ଡିଙ୍ଗ ଡାଙ୍ଗ ଡିଙ୍ଗ ଡାଙ୍ଗ। କି ବିଚିତ୍ର କଥା! କିଏ ତମେ ଭଦ୍ର ମହିଳା? କିଏ ଆପଣ? ଏ ଘର କଣ ତମର? ଆଉ କଣ ତମ ବାପାର? ଦେଖନ୍ତୁ ବର୍ଷା ହଉଛି ତ, ବାହାରେ ଭାରି ଥଣ୍ଡା। କାହିଁକି? ଓ ଅଣ୍ଡା ଆମଲେଟ ଦୋକାନକୁ ଗଲନି? ଷ୍ଟୋଭ୍ କି ହିଟର ଜଳୁଥିବ, ସେ କେହି ଟିକେ ହିଟ୍ ହେଇଯାଇଥାନ୍ତା। ହଉ ହଉ, ଆସୁ ଆସୁ ଯେତେବେଳେ ଆସିଯାଇଛ କିଛି ଅସୁବିଧା ନାହିଁ। ଆଚ୍ଛା, ତମ ନାଁଟା କଣ ମୁଁ ଜାଣିପାରେ କି? ମୋ ନାଁ ଉର୍ବଶୀ। କଣ ହେଇଛି? ତମକୁ କଣ ଶୁଭୁନି? ମୋ ନାଁ ଉର୍ବଶୀ। ଶଳା ଫୁଲ କଷି। ହେଲା ହେଲା ହେଲା, ଆସୁ ଯେତେବେଳେ ଆସିଯାଇଛ କିଛି ଅସୁବିଧା ନାହିଁ। ଆଚ୍ଛା, ମୁଁ ତ ଦେଖୁଛି ରମ୍ଭା ମେନକା ବି ତମ ସହିତ ସମକକ୍ଷ ହେବେନି। ହଠାତ୍ ଏ ଦାନ ବସ୍ତିରେ ଆବିର୍ଭାବ କଣ ପାଇଁ ମୁଁ ଜାଣିପାରେ କି? ନାଇଁ ମାନେ ମୁଁ ମୋ ପାଇଁ ଗୋଟେ କ୍ୟାଣ୍ଡିଡେଟ୍ ଖୋଜୁଛି। କଣ ଡିଙ୍ଗଡାଙ୍ଗ ହବା ପାଇଁ? ଯାହା ହଉ, ଠାକୁରେ ମୋ ମନ ଜାଣି ପାର୍ସଲ କରି ପଠେଇ ଦେଇଛନ୍ତି। କଣ କହିଲ କି? କଣ ବୁଝିପାରିଲେନି କି? ମାନେ ମୋ କହିବା କଥା କଣ କି, ହଜିଲା ବଳଦ ଖୋଜିଲା ଠି। ତମର ଯେମିତି ଡିଙ୍ଗଡାଙ୍ଗ କରିବା ପାଇଁ ପାତ୍ରଟେ ଦରକାର, ମୋର ବି ସେମିତି ଡିଙ୍ଗଡାଙ୍ଗ ହବା ପାଇଁ ପାତ୍ରୀଟିଏ ଦରକାର। ମାନେ 15 ବର୍ଷ ହେଇଗଲା। 15 ବର୍ଷ ହେଇଗଲା ମୋ ଧର୍ମପତ୍ନୀ ମରିଗଲାଣି। ସେଇ ଦିନଠୁ ଅନେକ ଡିଙ୍ଗଡାଙ୍ଗ ହେବି ବୋଲି ଭାବୁଛି, କିନ୍ତୁ ଭାଗ୍ୟରେ ଜୁଟୁ ନାହିଁ ବୋଲି ହେଇପାରୁନି। ତାହେଲେ ଏଯାଏଁ ତମେ ସେକେଣ୍ଡ ମ୍ୟାରେଜ କରିନ? କେମିତି କରିବି? ମୋ ଭାଗ୍ୟ ପରା ଭଲ ନାହିଁ। ପୁଅଟା ମୋର ସୁନା ମୁଣ୍ଡା, ତାର କିଛି କମ୍ପ୍ଲେନ୍ ନାହିଁ। ହେଲେ ଝିଅଟା କହୁଛି, ବାପା ତମେ ଯଦି ଏ ବୟସରେ ପୁଣି ସେକେଣ୍ଡ ମ୍ୟାରେଜ କରିବ, ମୁଁ ବି କାହା ସହିତ ଡିଙ୍ଗଡାଙ୍ଗ ହେଇକି ପଳେଇବି। ବଢ଼ିଲା ଝିଅ, ପୁଣି ଲେଖାପଢ଼ା ଶିଖିଛି। ଅନ୍ୟ କାହା ସାଥିରେ ଡିଙ୍ଗଡାଙ୍ଗ କରି ପଳେଇବ, ମୁଁ ଲଜ୍ଜାରେ ଏ କୂଳରେ ହେବି ନା ସେ କୂଳରେ ହେବି? ମାନେ ତମର ପୁଅ ଝିଅ ବି ଅଛନ୍ତି? ବେଶୀ ନାହିଁ, ବେଶୀ ନାହିଁ, ମାତ୍ର 2ଟି। 1 ପୁଅ 1 ଝିଅ। ପୁଅଟାର ମୋର କିଛି କମ୍ପ୍ଲେନ୍ ନାହିଁ, କିନ୍ତୁ ଝିଅଟା ମୋର ଟିକେ ଉଦ୍ଧତା ପ୍ରକୃତିର। ହଁ, ସିଏ ରହିଲେ କାଳେ ମୁଁ ଡିଙ୍ଗଡାଙ୍ଗ କରିପାରିବିନି, ସେଇଥିପାଇଁ ପରା ତାକୁ 5 ବର୍ଷ ହେଲା ତା ମାମୁଁ ଘରେ ନେଇ ଛାଡ଼ି ଦେଇ ଆସିଛି। ସେଇଠି ରହି ସେ ବିଏ ପଢ଼ି ତାର ଡିଙ୍ଗଡାଙ୍ଗ କରୁଛି। ନାଇଁ ମାନେ ମୁଁ କଣ କହୁଥିଲି କି, ମତେ ଯିଏ ବାହା ହବ ମୋ ଘରେ ମୋରି ପାଖରେ ରହି ଘର ଜଣେଇକି ରହିବ। କିଛି ନାହିଁ, କିଛି ନାହିଁ, କିଛି ନାହିଁ। କିନ୍ତୁ ତମର ଯଦି ଢେର ଧନ ସମ୍ପତ୍ତି ଅଛି, ମୁଁ ଛିନଛତ୍ର କରିଦେବିନି। ଆଚ୍ଛା କହିଲ, ମୁଁ କଣ ତମ ହଜବେଣ୍ଡ ହବା ପାଇଁ ଅନଫିଟ୍? ଆଇନାରେ ମୁଁ ଦେଖୁନ। ଆଇନା କାହିଁକି ଦେଖିବି? ଇଏ ତମେ ପରା ମୋ ମନ ଅଇନା। ତମେ ଭାବୁଛ କଣ ମୁଁ ବୁଢ଼ା ହେଇଗଲାଣି କି? ବୟସ ମୋର କେତେ କି? ମାତ୍ର 40। ହଁ, ମୁଁ ପରା 3 ଦିନ ହେଲା ନେଇକି ଦେଖେଇଥିଲି। କଣ? ହାତ। ଜ୍ୟୋତିଷ ମୋ ହାତ ଦେଖି କହିଲେ ତମେ ଆହୁରି 40 ବର୍ଷ ଯାଇ ଡିଙ୍ଗଡାଙ୍ଗ କରିପାରିବ। ନାଇଁ ମାନେ ମୋର କିନ୍ତୁ ଗୋଟେ ୟଙ୍ଗ କ୍ୟାଣ୍ଡିଡେଟ୍ ଦରକାର ତ। ହେଲା, ତମର ଯଦି ନିହାତି ୟଙ୍ଗ କ୍ୟାଣ୍ଡିଡେଟ୍ ଦରକାର ଅଛି, ମୋ ପୁଅ ତାର ବି ଡିଙ୍ଗଡାଙ୍ଗ କରିବା ବୟସ ହେଇଗଲାଣି। ହଁ। ଆଚ୍ଛା କହିଲ, ସେ ଦେଖିବାକୁ କେମିତି? ଦେଖିବାକୁ ଟିକେ କଳା, ଉଚ୍ଚତା 5 ଫୁଟ 5 ଇଞ୍ଚ, ପାଠ ଓଲ୍ଡ 7। ତାକୁ ମୁଁ ଘର କରଣା କାମ ସବୁ ଶିଖେଇଛି। ହଁ, ହେଲେ ତାର ଗୋଟିଏ ଆଳୁ ଦୋଷ। କଣ? ନଈ ନ ଦେଖୁଣୁ ଲଙ୍ଗଳା ହେଇ ପଡ଼ିବ। ଯଦି କହିବ ମୁଁ ତାକୁ ସାଙ୍ଗେ ସାଙ୍ଗେ ଡାକିଦେବି। ଡାକିବି। ଏ ବାପା ବୈରାଗୀ, ବୈରାଗୀ କିରେ? আরে চা কপে নেই আরে আ বুঝলা বাপা কেতে দিন আমি আর বাপ পুଅ দুইটা এমিতি হন্তসন্ত হয়ে চলিবা যদি ঠাকুরে চাইবে আম মনস্কামনা পূর্ণ হয়ে যাব বুঝলু স্ট্রং স্ট্রং বডিকে স্ট্রং করে যা ম্যাডাম বইଛନ୍ତି চা নেকি দে যা হ্যাঁ প্যান্ট ছাড়ুনু মুন্ডা যা ম্যাডাম কো চা দে যা যা বালো কোন ইয়ে মতে আখি এমতি এমতি করুছি আয় ইয়া ভিতরে সেমিতি করি সারলানি না তু কর দউ যা টকাটা দৌড়ছ না যা 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 বডিকে স্ট্রং করে দে কি যা 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 চা ইলো মো মালো ইলো মো বালো কোন